ତ କହୁଛି ମୁଁ ଏବେ ବୁଝିପାରୁଛି ବ୍ୟାଚଲର ପ୍ରୋଗ୍ରାମରେ କାହିଁକି ଘରେ ବସି ଭାଉଜଙ୍କ ସବୁ ଏତେ ଲାଇନ୍ ମାରୁଛ ରୋମାନ୍ସ କରିବା ପାଇଁ ନା ଏଇଟା ଉପଯୁକ୍ତ ସ୍ଥାନ ନୁହେଁ। ଘରେ ଗଲେ ମୋର ପଳେଇ ଯାଉନା। ଦେଖୁନ ସେଦିନ ସେ ମୋ ଶ୍ୱଶୁର ଦେଖିଥିଲେ ଆଉ ଆଜି ଯଦି ଗୋପୀ ଦେଖି ଦିଅନ୍ତି ତାହେଲେ ମୋ ଲାଇଫ୍ ତ ପୁରା ସ୍ପଏଲ୍। ଭାଉଜ ଭାଇ କଣ ନା ନାହାନ୍ତି ଲେଟ୍ ନାଇଟ୍ରେ ଫେରିବେ ବୋଲି କଲ୍ କରି କହିଛନ୍ତି। ସତ ସତ ତାହେଲେ ତ ହେଲୋ ଚାलो ତମେ ସେ ମାଟି ଘର ଛାଡି ଛାତ ଘର କଣ ପାଇଁ ଆସିଛ? ତମ ଜୟ ତମକୁ ପ୍ରଣାମ କରିଛନ୍ତି। ହଉ ବାଲ୍ମୀକି ହେଲା ଗୋପୀର ଗୋଟେ ଚିଠି ଡାକବାଲା ଦେଇଗଲା ଭାବିଲି ସରକାର ଚିଠି ହେଇକି ବୋଧେ ସେଇଥିରେ ମୁଁ ଚିଠି ଦେବାକୁ ଆସିଲି। ହେଲେ ଏବେ ଭାବୁଛି କଣ ସେ ଚିଠି ଅପେକ୍ଷା ତମ ଦି ଜଣ କଥାଟା ସମସ୍ତଙ୍କୁ ଜଣେଇଦେବା ଦରକାର। ଡରିଗଲେ ଛେପ ଟିକେ ବୁଝିଲେ ଶାଶୁମା ଆଗରୁ ମୋ ଶ୍ୱଶୁର ଜାଣିଥିଲେ ଆଉ ଆଜି ମୋ ଶାଶୁମା ଜାଣିଗଲେ ଆଉ କିଏ ରହିଲେ ଯେ କାହାକୁ କହିବ ବୋଉ? ଗୋପୀ ସବୁ ସତ କଥା ଜାଣିବା ଦରକାର। ଟିକେ ସେଇପଟେ ଅନେଇବ କି ସେଇ କଣ ଅଧା ଥିଲା ରୋମାନ୍ସ ତ ଦେହ କଣ ହେଇଗଲାଣି ଟିକେ ସେଇ ଭାଉଜ ତ ବାହାର ଲୋକଙ୍କ ସହିତ ସମ୍ପର୍କ ରଖିନାହାନ୍ତି ସେ ତାଙ୍କର ବନ୍ଧୁବାନ୍ଧବ ଭିତରେ ଗୋଟେ ଖୋଜି ଜଣିକି ଗୋଟେ ସମ୍ପର୍କ ରଖିଛନ୍ତି। ଆଉ ତମେ ଯୋଉ ଏଇ ବୟସ ସେପଟେ ଅଧରେ କିଏ ବୋଧେ ମୂଳକୁ ପଳେଇ କଣ ସତ କହିଲେ ବାଲ୍ମୀକି ଡାକିଲେ ଆମେ ଯେମିତି ଡରିଯିବୁ। ଆଚ୍ଛା ଶାଶୁମା ତମେ ଯଦି ଏଇ ବୟସରେ ଯାଇକି ପ୍ରେମ କରିପାରୁଛ ତାହେଲେ ଆମ ବୟସରେ ଆମେ ଟିକେ ରୋମାନ୍ସ କଲେ କ୍ଷତି କଣ? ଆମ ସୁଖ ସହିପାରୁନି ଜମା ନୁହଁ ଖୁସିରେ ଦେଖିପାରୁନି ବୁଢୀ ଦେଖୁନ ଗୋଟେ କାମ କରିବା କି କଣ ବୁଢୀକି ସଫା କରିଦେବା। ସଫା ମାନେ ଫୁଟେଇବି ବନ୍ଧୁକ ନୁହଁ ହାତରେ ସଫା କର। ମୁଁ ସମସ୍ତଙ୍କୁ ଜଣେଇଦେବି ମୋ ଶାଶୁ ମା ତାଙ୍କ ପାପ କର୍ମ ଲୁଚିବା ପାଇଁ ଏ ଘର ଛାଡି ଚାଲି ଯାଇଛନ୍ତି। ମାରି ଦିଅ ବୁଢୀକୁ। বাল্মীকি ব্রহ্ম এতে বড় গোইঠা খাইল সাউন্ডলেস মাংসারে দেখে বাজিগলা পচারিবনি কাহিকি গোইঠা খাইল গুজা খেয়ে কামনা কলি কাহিকি গোইঠা খেয়ে কামটা କରୁଥ নো কোন ହେଲା ଗୋପୀ ଜାଣିଛୁ ବୋଉ ସେଇ ଲୋକଟାର ପାପ ସମ୍ପର୍କ ଆମେ ଦି ଜଣ ନିଜ ଆଖିରେ ଦେଖିଦେଲୁ। ସେଇଥିପାଇଁ ପରା ସେ ଲୋକଟା ଛୁରୀ ଆଣିକି ବାଲ୍ମୀକି ମାରିଦେବାକୁ ବସିଥିଲା। କିନ୍ତୁ ବାଲ୍ମୀକିର ଏଇ ବନ୍ଧୁକ ଆମ ଦି ଜଣଙ୍କୁ ପୁରା ବଞ୍ଚେଇ ଦେଇଛି। ଆଲିମେକେ ବନ୍ଧୁକ ହେଇଥିଲା ଭଲ ନା ବନ୍ଧୁକ ଦେଖେ ତ ବଞ୍ଚିଗଲା।